ଶାନ୍ତି ଅତି ଛୋଟିଆ ଶବ୍ଦଟିଏ, କିନ୍ତୁ ମଣିଷ ଜୀବନରେ ବହୁତ ବେଶୀ ଗୁରୁତ୍ୱ ବହନ କରେ। ମୁଁ ସେମିତି ଏଇ ସକାଳୁ ସକାଳୁ ଶାନ୍ତି ଖୋଜିବାକୁ ମୁଁ ଆରମ୍ଭ କରିଦିଏ ମୋର କିଛିଟା କର୍ତ୍ତବ୍ୟ। କିଛି ତ ଅଛି ଆମ ଶରୀର ମନକୁ ନିୟନ୍ତ୍ରଣ କରୁଛି, ଯାହାକୁ ଆମେ ଶକ୍ତି, ଚେତନା ଅଥବା ଆତ୍ମା କହୁଥାଉ। ଯୋଗ ଆମ ଶରୀରକ ମନ ସହିତ ଆତ୍ମାକୁ ମଧ୍ୟ ସୁସ୍ଥ ରଖିଥାଏ। ଗୀତାରେ ବର୍ଣ୍ଣିତ ଅଛି ଯେ ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ଯାତ୍ରା। ମସ୍ତିଷ୍କକୁ ଚିନ୍ତାମୁକ୍ତ କରି ଆତ୍ମା ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରେ। ସାଙ୍ଗ ଶୁଭର ମୋର ବହୁତ ଦିନ ପରେ ଦେଖା ହେଲା। ଆମେ ବାହାରିଗଲୁ ଦିନ 2:15ରେ, ଭୋକ ଲାଗୁଥିଲା ତ ଆମେ ପହଞ୍ଚିଗଲୁ ଶନି ମନ୍ଦିରରେ। ଶନି ମନ୍ଦିରରେ ପ୍ରଭୁଙ୍କୁ ସେଠି ଦର୍ଶନ କଲୁ। ବହୁତ ବଢ଼ିଆ ଦର୍ଶନ ହେଇଥିଲା, କିନ୍ତୁ ମନ୍ଦିର ବନ୍ଦ ଥିଲା। ତାପରେ ଆମେ ପ୍ରସାଦ ସେବନ ପାଇଁ ଆଗେଇ ଗଲୁ। ଆଉ ପ୍ରସାଦ ସେବନ ଏଠି ତ ବହୁତ ବଢ଼ିଆ ଭାଗରେ ପରିଚିତ ଦେଲେ ଆମକୁ ଖାଇବା ପାଇଁ। ପ୍ରସାଦ ବହୁତ ବଢ଼ିଆ ଲାଗିଲା। ସତରେ ଆପଣ ମଧ୍ୟ ଆସନ୍ତୁ, ଥରେ ଟ୍ରାଏ କରନ୍ତୁ। ଆମେ ବାହାରିଗଲୁ ପାସପୋର୍ଟ ଅଫିସ୍, କାରଣ ପାସପୋର୍ଟ ଅଫିସରେ 1.5 ଘଣ୍ଟାରୁ 2 ଘଣ୍ଟା କାମ ଲାଗିଲା। ଆଗକୁ ଆପଣ ଜାଣିବେ କ'ଣ ପାଇଁ ପାସପୋର୍ଟ ଅଫିସ୍ ଯାଇଥିଲୁ। ତାପରେ ଆମ ସାଙ୍ଗ କହିଲା ଚାଲ ଆଇସ୍କ୍ରିମ୍ ଖାଇବା, ତ ଆମେ ବାହାରିଗଲୁ ଆଇସ୍କ୍ରିମ୍ ଖାଇବା ପାଇଁ। ଏଇ ବର୍ଷା ପାଗରେ ଆମେ ମଧ୍ୟ ଆଇସ୍କ୍ରିମ୍କି ବହୁତ ଭଲସେ ଆମେ ଦୁଇ ସାଙ୍ଗ ଏନ୍ଜୟ କଲୁ। ଟାଟା। ମୋର ସାଥୀ ହେଲା ବହି। ଆଉ ବହି କେମିତି ଛାଡ଼ିଦେବି କହିଲ? ସନ୍ଧ୍ୟା ହେଲେ ମୁଁ କିଛି ସମୟ ବହି ପଢ଼ିବାକୁ ଭଲ ଲାଗେ। ତାପରେ ମୋର ଦିନର ଚର୍ଚ୍ଚା ଶେଷ।